କବିବର ରାଧାନାଥ ରାୟ। କାବ୍ୟଯୁଗର ବିଲୟ। ଆଧୁନିକ ଯୁଗର ପୃଷ୍ଠଭୂମି। ଆଧୁନିକ ଯୁଗର ବୈଶିଷ୍ଟ୍ୟ। କାବ୍ୟର ବିଷୟବସ୍ତୁ। ବିଷୟବସ୍ତୁର ସମାବେଶ। କାବ୍ୟରେ ଜୀବନ ଚିତ୍ର। ପ୍ରକୃତିର ଆତ୍ମପ୍ରକାଶ। ଛନ୍ଦ ପ୍ରୟୋଗ। ମିତ୍ରାକ୍ଷର ପ୍ରୟୋଗ। ରଚନା ଶୈଳୀ। କାବ୍ୟ କବିତାର ପରିମାପ। ବ୍ୟଙ୍ଗ କବିତା ସୃଷ୍ଟି। ଅନୁବାଦ। ଗଦ୍ୟ ସାହିତ୍ୟର ପ୍ରାଧାନ୍ୟ। ପତ୍ର ପତ୍ରିକା। ରାଧାନାଥ ସାହିତ୍ୟର ସ୍ୱରୂପ। କବିବର ରାଧାନାଥ ପ୍ରଥମେ ବଙ୍ଗଳାରେ କବିତା ଲେଖା ଆରମ୍ଭ କରିଥିଲେ। ମାତ୍ର ଭୂଦେବ ମୁଖୋପାଧ୍ୟାୟ ପ୍ରରୋଚନାରେ ସେ ଓଡ଼ିଆରେ କାବ୍ୟ କବିତା ଲେଖିବାର ପ୍ରୟାସ କଲେ। କବିବର ରାଧାନାଥ ତାଙ୍କର କାବ୍ୟ କବିତା ସୃଷ୍ଟି ମଧ୍ୟରେ ଅନନ୍ୟ ସାଧାରଣ ପାଣ୍ଡିତ୍ୟ ପ୍ରଦର୍ଶନ କରିଛନ୍ତି। 1868 ସାଲ ଠାରୁ ଆରମ୍ଭ କରି 1885 ସାଲ ପର୍ଯ୍ୟନ୍ତ ସେ ଯେଉଁ ପାଠ୍ୟପୁସ୍ତକଗୁଡ଼ିକ ଲେଖିଥିଲେ ତହିଁରେ ତାଙ୍କର କବିତ୍ୱର ପରାକାଷ୍ଠା ପ୍ରଦର୍ଶିତ ନ ହେଲେ ହେଁ ମେଘଦୂତ ଭଳି ଅନୁବାଦ ସାହିତ୍ୟରେ ତାଙ୍କର ମୌଳିକତା ପ୍ରଦର୍ଶିତ ହୋଇଅଛି। ଏହି ସମୟ ମଧ୍ୟରେ ସତେ ଯେପରି କବିବର ରାଧାନାଥ ନିଜକୁ ଭବିଷ୍ୟତ ପାଇଁ ପ୍ରସ୍ତୁତ କରିବାରେ ଲାଗିପଡ଼ିଥିଲେ। କାରଣ ଏହି ସମୟରେ ପାଶ୍ଚାତ୍ୟ ଶିକ୍ଷାର ପ୍ରଭାବ ତାଙ୍କୁ ଏକ ନୂତନ ଦିଗ୍ଦର୍ଶନର ସନ୍ଧାନ ଦେବା ପାଇଁ ଆହ୍ୱାନ ଜଣାଇଥିଲା। ତେଣୁ ଏହାର ପରବର୍ତ୍ତୀ କାଳରେ କବିବର ରାଧାନାଥ କେଦାରଗୌରୀ, ଚନ୍ଦ୍ରଭାଗା, ନନ୍ଦିକେଶରୀ, ଓଷା, ପାର୍ବତୀ, ଚିଲିକା, ମହାଯାତ୍ରା, ଯଯାତିକେଶରୀ, ତୁଳସୀ ସ୍ତବକ, ଉର୍ବଶୀ ଓ ଦରବାର ପ୍ରଭୃତି ଅମୂଲ୍ୟ କାବ୍ୟଗୁଡ଼ିକ ଏ ଜାତିକୁ ଦାନ କରିବା ପାଇଁ ସେ ସମର୍ଥ ହୋଇଥିଲେ। ଏହି କାବ୍ୟଗୁଡ଼ିକର ସୃଷ୍ଟି କୌଶଳ ରାଧାନାଥଙ୍କ ଅପ୍ରତିଦ୍ୱନ୍ଦ୍ୱୀ ପ୍ରତିଭାର ପରିଚୟ ପ୍ରଦାନ କରିଅଛି। ରାଧାନାଥଙ୍କର କବିତ୍ୱ ଉନ୍ମେଷର ପ୍ରଥମ କାଳରେ ମେଘଦୂତର ଅନୁବାଦ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତର ସୂଚନା ପ୍ରଦାନ କରିଥିଲା। କାରଣ ମେଘଦୂତ ଅନୁବାଦରେ ସେ ଏପରି ଭାଷା ବ୍ୟବହାର କରିଅଛନ୍ତି ଯେ ତାହା ପାଠ କଲେ ସତେ ଯେପରି ମୌଳିକ ରଚନା ପରି ଜଣାପଡ଼େ। 1866 ସାଲରେ ଲିଖିତ କେଦାରଗୌରୀ କାବ୍ୟ କଥାବସ୍ତୁକୁ ରାଧାନାଥ ଗ୍ରୀସ ଦେଶର ଓଭିଡ୍‌ଙ୍କ ମେଟାମରଫସିସରେ ଥିବା ପିରାମିସ୍ ଓ ଥିସ୍ବେ ଗଳ୍ପରୁ ଗ୍ରହଣ କରିଅଛନ୍ତି। ସେ ଗଳ୍ପଟିକୁ ଭୁବନେଶ୍ୱରଠାରେ ଏପରି ଭାବରେ ଆକ୍ଷେପ କରିଛନ୍ତି ଯେ ପାଠକ ଏହି କାବ୍ୟକୁ ପାଠ କରି ଏହାକୁ ସତେ ଯେପରି ଭୁବନେଶ୍ୱରର ଘଟଣା ବୋଲି ମନେକରେ। ଏହି କାବ୍ୟର କଥାବସ୍ତୁରେ ରାଧାନାଥ କୌଣସି ନିଜସ୍ୱ ଭାବନାକୁ ସ୍ଥାନ ଦେଇ ନାହାନ୍ତି। ରାଧାନାଥଙ୍କର କେଦାରଗୌରୀ କାବ୍ୟ ଓଡ଼ିଶାର ଲୋକମାନଙ୍କ ଉପରେ ଏପରି ପ୍ରଭାବ ପକାଇଅଛି ଯେ ଭୁବନେଶ୍ୱରର କେଦାରଗୌରୀକୁ ସେମାନେ ରାଧାନାଥଙ୍କର ଗଳ୍ପ ଅନୁସାରେ ଗ୍ରହଣ କରିଛନ୍ତି। ରାଧାନାଥଙ୍କର ଲେଖନୀ ଏକ ପ୍ରତିଷ୍ଠିତ ପରମ୍ପରାକୁ ଛିନ୍ନ କରି ଏକ ନୂତନ ପରମ୍ପରା ସୃଷ୍ଟି କରିବା କମ୍ କଥା ନୁହେଁ। ଏହା କେବଳ ରାଧାନାଥଙ୍କ ପରି ଅସାଧାରଣ ପ୍ରତିଭାଶାଳୀ କବିଙ୍କ ପକ୍ଷରେ ସମ୍ଭବ। 1886 ସାଲରେ ଲିଖିତ ଚନ୍ଦ୍ରଭାଗା ଓଭିଡ୍‌ଙ୍କ ଆପଲ ଓ ଡାଫ୍ନି ଗଳ୍ପରୁ ଆଶ୍ରୟ କରି ଗଢ଼ି ଉଠିଛି। ଚନ୍ଦ୍ରଭାଗାର କଥାବସ୍ତୁ ମୂଳତଃ ରାଧାନାଥ ଓଭିଡ୍‌ଙ୍କର ଗଳ୍ପରୁ ଗ୍ରହଣ କରିଥିଲେ ହେଁ ଚନ୍ଦ୍ରଭାଗାରେ ରାଧାନାଥଙ୍କର ବୈଶିଷ୍ଟ୍ୟ ଅନେକ ପରିମାଣରେ ପ୍ରକାଶ ପାଇଅଛି। 1887 ସାଲରେ ନନ୍ଦିକେଶରୀ କାବ୍ୟ ରଚିତ। ଏହି କାବ୍ୟର କଥାବସ୍ତୁ ଓଭିଡ୍‌ଙ୍କ ଶିଳାଗଳ୍ପ ଉପରେ ନିର୍ଭର କରିଅଛି। 1888 ସାଲରେ ରଚିତ ଉଷା କାବ୍ୟର କଥାବସ୍ତୁ ଓଭିଡ୍‌ଙ୍କ ଆଟଲାଣ୍ଟା ରେସ୍‌ର କଥାବସ୍ତୁ ଉପରେ ଆଶ୍ରୟ କରି ଗଢ଼ି ଉଠିଛି। 1890 ସାଲରେ କବିବର ରାଧାନାଥ ପାର୍ବତୀ କାବ୍ୟ ରଚନା କରିଥିଲେ। ଏହି କାବ୍ୟର କଥାବସ୍ତୁ ପାଇଁ କବି ଓଭିଡ୍‌ଙ୍କ ଉପରେ ନିର୍ଭର କରିଥିଲେ ସୁଦ୍ଧା ମୁଖ୍ୟ ଭାବରେ ଏସ୍କାଇଲସ୍‌ଙ୍କ ଦ୍ୱାରା ଲିଖିତ ଆଗାମେମ୍ନନ୍ ନାଟକର ଅନୁସରଣ କରିଅଛନ୍ତି। 1891 ସାଲରେ ରାଧାନାଥ ଚିଲିକା ରଚନା କଲେ। ଚିଲିକା କାବ୍ୟ ତାଙ୍କର ଏକ ସାର୍ଥକ ସୃଷ୍ଟି। 1892 ସାଲରେ କବିବର ରାଧାନାଥ ମହାଯାତ୍ରା ମହାକାବ୍ୟ ରଚନାରେ ମନୋନିବେଶ କରିଛନ୍ତି। 1894 ସାଲରେ ରଚିତ ଯଯାତିକେଶରୀର କଥାବସ୍ତୁ ରାଧାନାଥଙ୍କର କଳ୍ପନା ପ୍ରସୂତ।
1894 ସାଲରେ ରାଧାନାଥ ଦରବାର କାବ୍ୟ ରଚନା କରିଛନ୍ତି। 1894 ସାଲରେ ପ୍ରକାଶିତ ତୁଳସୀ ସ୍ତବକ ରାଧାନାଥଙ୍କୁ ଉପଦେଷ୍ଟା ଆସନରେ ଅଧିଷ୍ଠିତ କରିଥିଲା। ତାପରେ ଆମର କେଦାର ଗୌରୀ। କେଦାର ଏବଂ ଗୌରୀଙ୍କର ଅମର ପ୍ରେମର ଚିତ୍ର ଏଥିରେ ରାଧାନାଥ ଅଙ୍କନ କରିଅଛନ୍ତି। ଭୁବନେଶ୍ୱରରେ କେଦାର ଓ ଗୌରୀଙ୍କର ଘର। ପିଲାଟି ଦିନରୁ ଦୁହେଁ ଦୁହିଁଙ୍କୁ ଭଲ ପାଇଥିଲେ। ପିଲା ଦିନର ଏହି ଭଲ ପାଇବା ଯୌବନରେ ପ୍ରେମରେ ପରିଣତ ହୋଇଥିଲା। ଦୁହିଁଙ୍କର ଦେଖା ସାକ୍ଷାତ ପାଇଁ ସୁବିଧା ନ ଥିବାରୁ ଦୁହିଁଙ୍କ ଘରର ମଝିରେ ଥିବା ଏକ କାନ୍ଥର ଛିଦ୍ର ବାଟେ ଦୁହେଁ କଥାଭାଷା ହେଉଥିଲେ। ଦୁହିଁଙ୍କ ମିଳନ ଅସମ୍ଭବ ମଣି ଦୁହେଁ ଦିନେ ସ୍ଥିର କଲେ ଯେ ଘର ଛାଡ଼ି ପଳାଇ ନ ଗଲେ ତାଙ୍କର ପ୍ରେମ ସଫଳ ହେବା ଅସମ୍ଭବ। ତେଣୁ ଦୁହେଁ ଗୋଟିଏ ଦିନ ସ୍ଥିର କରି ଘର ଛାଡ଼ି ପଳାଇ ଯିବାକୁ ଠିକ୍ କଲେ। ନିର୍ଦ୍ଧାରିତ ଦିନ ସନ୍ଧ୍ୟା ହେବା ପରେ ଗୌରୀ ଗୃହ ତ୍ୟାଗ କରି ଅଦୂରସ୍ଥ ଜଙ୍ଗଲରେ କେଦାରକୁ ଅପେକ୍ଷା କଲା। ହଠାତ୍ ବନରେ ଏକ ବ୍ୟାଘ୍ରକୁ ଦେଖି ଗୌରୀ ଏକ ଗୁହାରେ ଲୁଚିଗଲା। ବ୍ୟାଘ୍ରକୁ ଦେଖି ତରବରରେ ଗୁହାକୁ ପଳାଇ ଯିବା ସମୟରେ ଗୌରୀର ଉତ୍ତରୀୟଟି ଖସି ତଳେ ପଡ଼ିଯାଇଥିଲା। ବ୍ୟାଘ୍ରଟି ଜଳପାନ କରିବାକୁ ନିକଟବର୍ତ୍ତୀ ଝରଣାକୁ ଯାଇ ଫେରିବା ସମୟରେ ଗୌରୀର ଉତ୍ତରୀୟକୁ ଦାନ୍ତରେ ଛିଡ଼ାଇ ପକାଇ ଦେଇଥିଲା। ଛିଣ୍ଡି ଯାଇଥିବା ଉତ୍ତରୀୟରେ ବ୍ୟାଘ୍ର ମୁହଁରୁ ରକ୍ତ ଲାଗିଥିଲା। କେଦାର ପଛରେ ଆସି ଗୌରୀର ନିର୍ଦ୍ଦିଷ୍ଟ ସ୍ଥାନରେ ନ ଦେଖି ମନରେ ବହୁ ଆଶଙ୍କା କରିବା ସମୟରେ ହଠାତ୍ ତଳେ ଛିଡ଼ି ପଡ଼ିଥିବା ଉତ୍ତରୀୟକୁ ଦେଖିଲା। ତାର ମନେ ହେଲା ଗୌରୀକୁ କୌଣସି ହିଂସ୍ରଜନ୍ତୁ ଖାଇ ଯାଇଅଛି। ଦୁଃଖରେ ଅଧୀର ହୋଇ କେଦାର ଏକ ଛୁରୀ ସାହାଯ୍ୟରେ ଆତ୍ମହତ୍ୟା କଲା। କେଦାର ଛୁରୀ ଆଘାତରେ ପଡ଼ି ଛଟପଟ ହେଉଥିବା ସମୟରେ ଗୌରୀ ଗୁହାରୁ ଆସି ତାହାକୁ ଦେଖିଲା ଏବଂ ଆକୁଳ ଭାବରେ କ୍ରନ୍ଦନ କରି କେଦାରର ପଥ ଅନୁସରଣ କଲା ଓ ପ୍ରଣୟୀ ଓ ପ୍ରଣୟିନୀ ଦୁହେଁ ସେହି ସ୍ଥାନରେ ପଡ଼ି ପ୍ରାଣତ୍ୟାଗ କଲେ। ଲଲାଟ କେଶରୀ ସ୍ୱପ୍ନାଦେଶ ପାଇ ପ୍ରତ୍ୟୁଷରେ ଯାଇ କେଦାର ଓ ଗୌରୀଙ୍କର ମୃତ ଶରୀର ଦେଖିଲେ। ଏକାମ୍ର ନଗରର ଲୋକମାନେ କେଦାର ଓ ଗୌରୀଙ୍କର ଗୁଣ ସୁମରି ଦୁଃଖର ସହିତ ସେମାନଙ୍କର ସଂସ୍କାର କଲେ ଓ ନରପତି ଲଲାଟ କେଶରୀଙ୍କ ଆଦେଶରେ ସେହି ସ୍ଥାନରେ ଏକ ମନ୍ଦିର ନିର୍ମିତ ହୋଇ କେଦାର ଓ ଗୌରୀଙ୍କ ନାମାନୁସାରେ ପ୍ରତିମା ସ୍ଥାପିତ ହେଲେ। ଏହି କାବ୍ୟର କଥାବସ୍ତୁ ଉତ୍କଳରେ ଅତ୍ୟନ୍ତ ଜନପ୍ରିୟତା ଲାଭ କରିଅଛି। ଏବେ ମଧ୍ୟ ଭୁବନେଶ୍ୱର କେଦାର ଗୌରୀ ପୀଠକୁ ଲୋକମାନେ ରାଧାନାଥଙ୍କର ଏହି ସୃଷ୍ଟ କିମ୍ବଦନ୍ତୀ ଅନୁସରଣ ଦେଖିଥାନ୍ତି। କେଦାର ଗୌରୀର କଥାବସ୍ତୁକୁ ଆଶ୍ରୟ କରି ଓଡ଼ିଆ ଭାଷାରେ ଏକ ଚଳଚ୍ଚିତ୍ର ମଧ୍ୟ ନିର୍ମିତ ହୋଇଅଛି। ରାଧାନାଥଙ୍କର ଆହରଣ ଯାହା ଥାଉନା କାହିଁକି ଏହି କାବ୍ୟର କଥାବସ୍ତୁ ଓଡ଼ିଶାରେ ଜନପ୍ରିୟତା ଲାଭ କରିଛି। ତାପରେ ଆମର ଚନ୍ଦ୍ରଭାଗା। ଚନ୍ଦ୍ରଭାଗା ପଢ଼ିଦେବେ ଟିକେ। ତାପରେ ଆମର ନନ୍ଦିକେଶରୀ, ଉଷା, ପାର୍ବତୀ, ଚିଲିକା, ମହାଯାତ୍ରା, ଯଯାତି କେଶରୀ, ଦରବାର। ରାଧାନାଥଙ୍କର ଅନ୍ୟାନ୍ୟ ରଚନା। ରାଧାନାଥଙ୍କର ଗଦ୍ୟ ରଚନା। ରାଧାନାଥ ସାହିତ୍ୟରେ ଚରିତ୍ର ଚିତ୍ରଣ। ରାଧାନାଥଙ୍କର ପ୍ରକୃତି ପ୍ରେମିକତା। ରାଧାନାଥଙ୍କର ସ୍ୱଦେଶ ପ୍ରୀତି। ଓଡ଼ିଆ ସାହିତ୍ୟରେ ରାଧାନାଥଙ୍କ ସ୍ଥାନ। ଇଏ ଥିଲା ଆମ ରାଧାନାଥଙ୍କ ବିଷୟରେ ଏବଂ ରାଧାନାଥଙ୍କ ରଚନା ବଳି।